ରାଜନୀତିରେ ଗୋଟିଏ ହାର କେବେ ବି କେବଳ ଗୋଟିଏ ହାର ନୁହେଁ, ଏହା ଏକ ଶିକ୍ଷା, ଲୋକମାନଙ୍କଠାରୁ ମିଳିଥିବା ଏକ ସ୍ପଷ୍ଟ ସଂକେତ। ଆଜି ଆମେ ଓଡ଼ିଶାର କିକିଟି ନିର୍ବାଚନ ମଣ୍ଡଳୀର କଥା କହିବା। ଏଠାରେ ଗୋଟିଏ ନିର୍ବାଚନୀ ପରାଜୟ କେମିତି ଏକ ସୁଯୋଗରେ ବଦଳିପାରେ ତାର ଏକ ଗଭୀର ବିଶ୍ଳେଷଣ କରିବା। ଆସନ୍ତୁ ଦେଖିବା ତଥ୍ୟକୁ ଆଧାର କରି କିପରି ଏକ ନୂଆ ରାସ୍ତା ତିଆରି କରାଯାଇପାରେ। ଆମର ଏହି ଯାତ୍ରା 4ଟି ଭାଗରେ ବିଭକ୍ତ। ପ୍ରଥମେ ଆମେ ଦେଖିବା କେମିତି ଏକ ମଜବୁତ ଦୁର୍ଗ ଭାଙ୍ଗିଲା। ତାପରେ ଆମେ ତଥ୍ୟ ଭିତରକୁ ଯାଇ ପରାଜୟର ପ୍ରକୃତ କାରଣ ଖୋଜିବା। ଏହାପରେ ଏକ ପୁନରୁଦ୍ଧାର ପାଇଁ ଏକ ବାସ୍ତବ ରଣନୀତି ଉପରେ ଆଲୋଚନା କରିବା। ଆଉ ଶେଷରେ ଏହି ସବୁ ଶିକ୍ଷାରୁ ଆଗକୁ କ'ଣ କରାଯାଇପାରେ ସେ ବିଷୟରେ ଜାଣିବା। ତେବେ ଆସନ୍ତୁ ଆରମ୍ଭ କରିବା ଆମର ପ୍ରଥମ ଭାଗରୁ, ଏକ ଦୁର୍ଗର ପତନ। ଚିକିଟି କେବଳ ଗୋଟିଏ ନିର୍ବାଚନ ମଣ୍ଡଳୀ ନଥିଲା, ଏହା ବିଜୁ ଜନତା ଦଳ ପାଇଁ ବର୍ଷ ବର୍ଷ ଧରି ଏକ ଅଭେଦ୍ୟ ରାଜନୈତିକ ଦୁର୍ଗ ଭାବେ ପରିଗଣିତ ହେଉଥିଲା। ତେଣୁ ଏହାର ପତନ ଏତେ ଗୁରୁତ୍ୱପୂର୍ଣ୍ଣ। ଚିକିଟିର ଭୂଗୋଳକୁ ବୁଝିଲେ ହିଁ ତାର ରାଜନୀତିକୁ ବୁଝିହୁଏ। ଏହା ମୁଖ୍ୟତଃ 2 ଭାଗରେ ବିଭକ୍ତ। ଗୋଟିଏ ପଟେ ଅଛି ଚିକିଟି ବ୍ଲକର ସମତଳ ଅଞ୍ଚଳ, ଯେଉଁଠି ଜୀବନଯାପନ ଅପେକ୍ଷାକୃତ ସହଜ। ଆଉ ଅନ୍ୟପଟେ ରହିଛି ପାତ୍ରପୁରର ପାହାଡ଼ିଆ ଇଲାକା, ଯେଉଁଠି ବିକାଶ ପହଞ୍ଚିବା ଏକ ବଡ଼ ଆହ୍ୱାନ। ଏହି 2 ଅଞ୍ଚଳର ଆଶା ଆକାଂକ୍ଷା ଭିନ୍ନ, ଆଉ ତାହା ହିଁ ଭୋଟରେ ପ୍ରତିଫଳିତ ହେଲା। ସବୁକିଛି ଆସି ଅଟକିଗଲା ଗୋଟିଏ ସଂଖ୍ୟାରେ 6522। ହଁ, ମାତ୍ର ଏତିକି ଭୋଟର ବ୍ୟବଧାନ। ଏତେ କମ୍ ଭୋଟରେ ଗୋଟେ ରାଜନୈତିକ ଦୁର୍ଗ କେମିତି ଭାଙ୍ଗିଗଲା? ଏଇଠୁ ହିଁ ଆମର ପ୍ରକୃତ ବିଶ୍ଳେଷଣ ଆରମ୍ଭ ହେଉଛି। କାରଣ ଏହି ଛୋଟ ସଂଖ୍ୟା ପଛରେ ଏକ ବଡ଼ କାହାଣୀ ଲୁଚି ରହିଛି। ଯଦି ଆମେ 2024ର ଫଳାଫଳକୁ ଦେଖିବା, ତେବେ ଚିତ୍ରଟି ସ୍ପଷ୍ଟ ହୋଇଯାଏ। ବିଜେପି ପାଖାପାଖି 50% ଭୋଟ ହାତେଇଥିବା ବେଳେ ବିଜେଡି 45.3%ରେ ରହିଗଲା। ଏହି 4.7%ର ଫରକ ହିଁ ନିର୍ଣ୍ଣାୟକ ସାବ୍ୟସ୍ତ ହେଲା। କିନ୍ତୁ ପ୍ରଶ୍ନ ହେଉଛି, ଏହି ଭୋଟ ଆସିଲା କେଉଁଠୁ, ଆଉ କାହିଁକି ଏହି ପରିବର୍ତ୍ତନ ହେଲା? ଏବେ ଆମେ ଆମର ଦ୍ୱିତୀୟ ଭାଗକୁ ଆସିବା, ଯେଉଁଠି ଆମେ କେବଳ ତଥ୍ୟ ଆଉ ସଂଖ୍ୟାକୁ ଆଧାର କରି ପରାଜୟର କାରଣଗୁଡ଼ିକୁ ଖୋଜିବା। କାରଣ ରାଜନୀତିରେ ଯାହା ଉପରକୁ ଦେଖାଯାଏ, ପ୍ରକୃତ କାରଣ ତାଠାରୁ ଅଧିକ ଗଭୀରରେ ଥାଏ। ଏହା ହିଁ ସବୁଠୁ ବଡ଼ ପ୍ରଶ୍ନ। ମାତ୍ର 10 ବର୍ଷ ତଳେ 2014ରେ ଯେଉଁ ଦଳର ଭୋଟ ଅଂଶ 58.8% ଥିଲା, ତାହା ଗୋଟିଏ ଦଶକ ଭିତରେ କେମିତି ହ୍ରାସ ପାଇଲା? ଏତେ ବଡ଼ ପରିବର୍ତ୍ତନ ପଛର କାହାଣୀ କ'ଣ? ଏହାକୁ ବୁଝିବା ପାଇଁ ଆମକୁ ଭୋଟର ସ୍ଥାନାନ୍ତରଣକୁ ଦେଖିବାକୁ ପଡ଼ିବ। ଏହି ଚାର୍ଟକୁ ଦେଖିଲେ ପୁରା ଖେଳଟା ସ୍ପଷ୍ଟ ହୋଇଯାଉଛି। ଦେଖନ୍ତୁ, ଏହା କେବଳ ବିଜେଡିର ଭୋଟ କମିବାର କଥା ନୁହେଁ। ପ୍ରକୃତ କାହାଣୀ ଲୁଚି ରହିଛି କଂଗ୍ରେସର ଭୋଟ ବ୍ୟାଙ୍କରେ। କଂଗ୍ରେସର ଭୋଟ ପ୍ରାୟ ଏକ ପ୍ରକାର ଶୂନ୍ୟ ହୋଇଗଲା, ଆଉ ସେହି ସବୁ ଭୋଟ ସିଧାସଳଖ ଚାଲିଗଲା ବିଜେପି ଖାତାକୁ। ଏହାକୁ କୁହାଯାଏ ଭୋଟର ମହାସ୍ଥାନାନ୍ତରଣ। ବିଜେଡିର ଭୋଟ ତ କମିଲା, କିନ୍ତୁ ବିଜେପିର ଏତେ ବଡ଼ ଉତ୍ଥାନ ସମ୍ଭବ ହେଲା କଂଗ୍ରେସର ପତନ ଯୋଗୁଁ। ତେବେ ଏମିତି କାହିଁକି ହେଲା? ଏହା କୌଣସି ବ୍ୟକ୍ତିଗତ ଭୁଲ ନଥିଲା, ବରଂ 3ଟି ବଡ଼ ବ୍ୟବସ୍ଥାଗତ ସମସ୍ୟା ଏକାଠି କାମ କଲା। ପ୍ରଥମେ ଦଳ ଭିତରେ ଥିବା ନେତୃତ୍ୱର ସମସ୍ୟା, ଯାହାକୁ ବିରୋଧୀ ବଂଶବାଦ କହି ଲୋକଙ୍କ ପାଖକୁ ନେଇଗଲେ। ଦ୍ୱିତୀୟରେ ବିକାଶର ଅସନ୍ତୁଳନ। ଯେତେବେଳେ କିଛି ଅଞ୍ଚଳକୁ ଲାଗେ ଯେ ସେମାନେ ପଛରେ ରହିଯାଉଛନ୍ତି, ସେତେବେଳେ ଅସନ୍ତୋଷ ବଢ଼େ। ଆଉ ତୃତୀୟରେ ନିଜ କାମର କାହାଣୀକୁ ଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚାଇ ନ ପାରିବା। ଯେତେବେଳେ ଆପଣ ନିଜ କଥା କହିବେନି, ବିରୋଧୀଙ୍କ କଥା ଲୋକେ ଶୁଣିବେ। ଆଉ ଏହି ବିକାଶର ଅସନ୍ତୁଳନ ଭୋଟରେ ସ୍ପଷ୍ଟ ଭାବେ ଦେଖାଗଲା। ଚିକିଟି ବ୍ଲକର ସମତଳ ଅଞ୍ଚଳ, ଯେଉଁଠି ବିକାଶ ପହଞ୍ଚିଥିଲା, ସେଠାରେ ଲୋକମାନେ ବିଜେଡି ସହିତ ରହିଲେ। କିନ୍ତୁ ପାତ୍ରପୁରର ପାହାଡ଼ିଆ ଅଞ୍ଚଳର ଲୋକମାନେ ନିଜକୁ ଅବହେଳିତ ମନେକଲେ, ଆଉ ସେମାନଙ୍କର ଭୋଟ ପରିବର୍ତ୍ତନ ପାଇଁ ଗଲା। ଏହା ଦର୍ଶାଉଛି ଯେ ଭୂମିସ୍ତରରେ ଅନୁଭୂତ ଅବହେଳା ସିଧାସଳଖ ଫଳାଫଳକୁ ପ୍ରଭାବିତ କରେ। ଏଠି ଗୋଟେ କଥା ମନେ ରଖିବା ଜରୁରୀ। ଭାରତୀୟ ସମ୍ବିଧାନ ପ୍ରତ୍ୟେକ ନାଗରିକକୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛି। ଶାସନର ମୂଳ ଉଦ୍ଦେଶ୍ୟ ହେଉଛି ସେହି ସମ୍ମାନକୁ ସୁନିଶ୍ଚିତ କରିବା। ଯେତେବେଳେ ଲୋକମାନେ ଅବହେଳିତ ଅନୁଭବ କରନ୍ତି, ସେତେବେଳେ ସେମାନେ ନିଜର ମତାଧିକାର ବ୍ୟବହାର କରି ପରିବର୍ତ୍ତନ ଆଣନ୍ତି। ଏହା ହିଁ ଗଣତନ୍ତ୍ରର ସୌନ୍ଦର୍ଯ୍ୟ। ଆଉ ଗୋଟିଏ ବଡ଼ ଶିକ୍ଷା ହେଲା ଯେ କେବଳ ପରମ୍ପରା ବା ଐତିହ୍ୟ ଉପରେ ନିର୍ଭର କରି ରାଜନୀତି ଚାଲିପାରିବ ନାହିଁ। ରାଜ ପରିବାରର ପତିଆରା ଧୀରେ ଧୀରେ କମି ଆସୁଥିଲା, କାରଣ ଲୋକମାନଙ୍କର ବର୍ତ୍ତମାନର ସମସ୍ୟା ଆଉ ଦାବିଗୁଡ଼ିକ ଅଲଗା ଥିଲା। ତୃଣମୂଳ ସ୍ତରରେ ସମ୍ପର୍କ ନ ରଖିଲେ କୌଣସି ପରମ୍ପରା ବେଶୀଦିନ ତିଷ୍ଠିପାରେ ନାହିଁ। ତେବେ ସମସ୍ୟାଗୁଡ଼ିକୁ ତ ଆମେ ଚିହ୍ନଟ କଲେ। ଏବେ ଆସନ୍ତୁ ସମାଧାନ ଦିଗରେ ଆଗେଇବା। ଏହା ହେଉଛି ଆମର ତୃତୀୟ ଭାଗ, ପୁନରୁଦ୍ଧାର ପାଇଁ ଏକ ବ୍ଲୁପ୍ରିଣ୍ଟ। କେବଳ ସମସ୍ୟା କହିଲେ ହବନି, ତାର ସମାଧାନର ରାସ୍ତା ମଧ୍ୟ ଦେଖାଇବାକୁ ପଡ଼ିବ। ଏହି ରଣନୀତି ସେହି ଉଦ୍ଦେଶ୍ୟରେ ହିଁ ପ୍ରସ୍ତୁତ। ଏହି ରଣନୀତିର ନାମ ହେଉଛି ଚତୁର୍ମୁଖ ଡକ୍ଟ୍ରିନ୍। ଚତୁର୍ମୁଖ ଅର୍ଥାତ୍ 4ଟି ମୁଖ ବା 4ଟି ଦିଗ। ଏହାର ଅର୍ଥ ହେଉଛି ସମସ୍ୟାକୁ 4 ଦିଗରୁ ଏକା ସଙ୍ଗରେ ସମାଧାନ କରିବାକୁ ପଡ଼ିବ। ଏହା ଏକ ସାମଗ୍ରିକ ଏବଂ ବ୍ୟବସ୍ଥିତ ଯୋଜନା, ଯାହା ପୁନର୍ଗଠନ ପାଇଁ ଏକ ମଜବୁତ ଭିତ୍ତିଭୂମି ପ୍ରଦାନ କରେ। ଏହି 4ଟି ସ୍ତମ୍ଭ କ'ଣ?
ପ୍ରଥମଟି ହେଲା ନିର୍ବାଚନୀ ସ୍ତର, ଯେଉଁଠି ଦଳ ଭିତରର ମତଭେଦକୁ ଦୂର କରି ସମସ୍ତଙ୍କୁ ଏକାଠି କରିବାକୁ ପଡ଼ିବ। ଦ୍ୱିତୀୟଟି ହେଲା ସାଙ୍ଗଠନିକ, ଅର୍ଥାତ୍ ତୃଣମୂଳ ସ୍ତରରେ ବୁଥ୍ କମିଟିଗୁଡ଼ିକୁ ପୁଣିଥରେ ସକ୍ରିୟ କରିବା। ତୃତୀୟଟି ହେଲା ଆଖ୍ୟାନ, ଅର୍ଥାତ୍ ଲୋକଙ୍କୁ ଏକ ନୂଆ କାହାଣୀ କହିବା ଯାହା କାମ ଉପରେ ଆଧାରିତ ହୋଇଥିବ। ଆଉ ଚତୁର୍ଥଟି ହେଲା ସଂଗଠନ, ଅର୍ଥାତ୍ ଲୋକଙ୍କୁ ଯୋଡ଼ିବା ପାଇଁ ପାରମ୍ପରିକ ଏବଂ ଡିଜିଟାଲ ଉଭୟ ମାଧ୍ୟମର ବ୍ୟବହାର। କେବଳ ଯୋଜନା କଲେ ହବନି, ତାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସମୟସୀମା ମଧ୍ୟ ଦରକାର। ଏଥିପାଇଁ ଏକ 90 ଦିନିଆ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ପ୍ରଥମ 30 ଦିନରେ ଦଳକୁ ଏକାଠି କରି ଲୋକଙ୍କ କଥା ଶୁଣିବା। ତାପର 30 ଦିନରେ ତୃଣମୂଳ ସ୍ତରରେ କାମ ଆରମ୍ଭ କରିବା। ଆଉ ଶେଷ 30 ଦିନରେ ପୂରା ଶକ୍ତି ଲଗାଇ ଲୋକଙ୍କ ପାଖରେ ପହଞ୍ଚିବା। ଏହା ଏକ ସୁଚିନ୍ତିତ ପଦକ୍ଷେପ। ଆଉ ଆଜିର ଦୁନିଆରେ ଡିଜିଟାଲ ମାଧ୍ୟମକୁ ଅଣଦେଖା କରିହେବ ନାହିଁ। ଏହାକୁ ଡିଜିଟାଲ ଗ୍ରାଉଣ୍ଡୱାର୍କ କୁହାଯାଇପାରେ। ଲକ୍ଷିତ ଲୋକଙ୍କ ପାଖରେ ସଠିକ୍ ବାର୍ତ୍ତା ପହଞ୍ଚାଇବା ପାଇଁ ହ୍ୱାଟ୍ସଆପ୍ ଗ୍ରୁପ୍ ବ୍ୟବହାର କରିବା, ସୋସିଆଲ ମିଡିଆରେ ପ୍ରାର୍ଥୀଙ୍କର ଏକ ମାନବୀୟ ଚେହେରା ଉପସ୍ଥାପନ କରିବା ଏବଂ ମିଛ ଖବରକୁ ରୋକିବା ପାଇଁ ଏକ ଦୃଢ଼ ଟିମ୍ ଗଠନ କରିବା ଏହି ରଣନୀତିର ଅଂଶବିଶେଷ। ଏବେ ଆମେ ଆମର ଚତୁର୍ଥ ଏବଂ ଶେଷ ଭାଗରେ ପହଞ୍ଚିଛେ। ଆଗାମୀ ପଥ କ'ଣ? ଏହି ସମ୍ପୂର୍ଣ୍ଣ ବିଶ୍ଳେଷଣରୁ ଆମେ କ'ଣ ଶିଖିଲେ ଏବଂ ଏହାକୁ କିପରି ଶାସନରେ ବ୍ୟବହାର କରାଯାଇପାରିବ, ଆସନ୍ତୁ ସେ ବିଷୟରେ ଜାଣିବା। ଏହି ଆଲୋଚନାର ସବୁଠୁ ବଡ଼ ଶିକ୍ଷା ହେଉଛି ଏହା: ଗୋଟିଏ ନିର୍ବାଚନୀ ପରାଜୟକୁ କେବେ ବି ଏକ ଶେଷ ବୋଲି ଭାବିବା ଉଚିତ ନୁହେଁ। ଏହା ପ୍ରକୃତରେ ଏକ ଆରମ୍ଭ। ଏହା ଲୋକଙ୍କଠାରୁ ମିଳିଥିବା ଏକ ତଥ୍ୟ, ଏକ ଫିଡ୍ବ୍ୟାକ୍। ଏହି ଫିଡ୍ବ୍ୟାକ୍କୁ ବୁଝି ନିଜର ଭୁଲକୁ ସୁଧାରି ଉନ୍ନତ ଶାସନ ଦେବା ହିଁ ପ୍ରକୃତ ରାଜନୀତି। ଆଜିର ଡିଜିଟାଲ ଯୁଗରେ ଲୋକଙ୍କ ମତାମତ ତଥ୍ୟ ଆକାରରେ ଆମ ପାଖରେ ପହଞ୍ଚୁଛି, କିନ୍ତୁ ଏହି ତଥ୍ୟର ବ୍ୟବହାର ଦାୟିତ୍ୱର ସହ ହେବା ଉଚିତ। ଭାରତର ନୂଆ ଡିପିଡିପି ଆଇନ ଅନୁସାରେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଏବଂ ସେମାନଙ୍କ ସହମତି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଶାସନରେ ସ୍ୱଚ୍ଛତା ପାଇଁ ଏହା ଏକ ବଡ଼ ପଦକ୍ଷେପ। ତେବେ ଶେଷରେ ଏହି ପ୍ରଶ୍ନଟି ରହିଲା, ଚିକିଟିର ଏହି କାହାଣୀ କ'ଣ କେବଳ ଚିକିଟି ପାଇଁ ସୀମିତ? ନା ଏହା ପ୍ରତ୍ୟେକ ନେତା ଏବଂ ପ୍ରତ୍ୟେକ ରାଜନୈତିକ ଦଳ ପାଇଁ ଏକ ଶିକ୍ଷା? ଯିଏ ବି ଲୋକଙ୍କ ମତାମତକୁ ତଥ୍ୟ ଭାବରେ ଦେଖିବ, ତାକୁ ସମ୍ମାନ ଦେବ ଏବଂ ସେହି ଅନୁସାରେ ନିଜକୁ ବଦଳାଇବ, ସେହି ପ୍ରକୃତରେ ଲୋକଙ୍କ ଜନାଦେଶ ପାଇବାକୁ ହକଦାର ହେବ। ଏହା ହିଁ ଶାସନର ମୂଳମନ୍ତ୍ର। ଯଦି ଆପଣ ଜଣେ ଲୋକାଭିମୁଖୀ ନେତା ହୋଇ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି କରିବାକୁ ଚାହୁଁଛନ୍ତି, ତେବେ blueprintstrategies.ai ସହିତ mgr@blueprintstrategies.ai ରେ ଯୋଗାଯୋଗ କରନ୍ତୁ କିମ୍ବା 08042041602 ରେ କଲ୍ କରନ୍ତୁ। ରାଜନୀତିର ଊର୍ଦ୍ଧ୍ୱରେ ଉଦ୍ଦେଶ୍ୟ।